ଜୟ ମୟୂରଭଞ୍ଜ ଜୟ ଶିମିଳିପାଳ। ମୟୂରଭଞ୍ଜ କ୍ଷେତ୍ରଫଳ ଅନୁସାରେ ମୟୂରଭଞ୍ଜଟି ହେଉଛି ଓଡ଼ିଶାର ବୃହତ୍ତମ ଜିଲ୍ଲା। କିନ୍ତୁ ବୃହତ୍ତମ ଜିଲ୍ଲା ହେଇକି ମଧ୍ୟ ମୟୂରଭଞ୍ଜର ରୋଜଗାର ବହୁତ କମ୍। ଆଉ କୁଟୀର ଶିଳ୍ପ ଆଉ ହାତଶିଳ୍ପୀମାନଙ୍କର ସବୁ ରୋଜଗାର ଏଠି ବହୁତ କମ୍ ହିସାବରେ ଚାଲୁଛି। ତ ଏଇ ଭିଡ଼ିଓ ମାଧ୍ୟମରେ ଆମେ ଆମ ଅଞ୍ଚଳର କିଛି ରୋଜଗାର, ଆମ ଅଞ୍ଚଳର ଆଖପାଖରେ ଥିବା କିଛି ପ୍ରସିଦ୍ଧ ସ୍ଥଳୀ ଓ ଆମ ଅଞ୍ଚଳର କିଛି ପରମ୍ପରା ଓ ସଂସ୍କୃତିକୁ ଦେଖାଇବାକୁ ଚାହୁଁଛୁ। ମୁଖ୍ୟତଃ ରୋଜଗାର ଭିତରେ ହେଉଛି ମୟୂରଭଞ୍ଜରେ ତ ବହୁତ କିଛି ରୋଜଗାର ଅଛି, ଯେମିତିକି ପତ୍ରଖଲି ଓ ବାଉଁଶର ଠିପା, ସବାଇ ଘାସ। ସେଇ ରୋଜଗାର ମଧ୍ୟରୁ ଆମ ଅଞ୍ଚଳରେ ସବୁଠୁ ବେଶୀ ରୋଜଗାର ଯେଉଁଟା ଚାଲିଛି ସେଇଟା ହେଉଛି ସବାଇ ଘାସ ରୋଜଗାର। ପହଞ୍ଚି ଯାଇଛୁ ଆସିକି ଗୋଟେ ସାପ୍ତାହିକ ହାଟରେ। ତ ଆଜି ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ଅନ୍ତର୍ଗତ ସାନଗୁଣ୍ଡାମଣି ଗ୍ରାମର ସାପ୍ତାହିକ ହାଟରେ ଆସିକି ଆମେ ପହଞ୍ଚି ଯାଇଛୁ। ଏଠି ଦଉଡ଼ି ବେପାର କେମିତି ଚାଲିଛି ଆଉ ଦଉଡ଼ି ସବାଇ ଘାସ କେମିତି ବିକ୍ରି କିଣା ଚାଲିଛି ସେଇଗୁଡ଼ା ଦେଖେଇବା। ସବାଇ ଘାସର ଦଉଡ଼ି ବେପାରଟା ଏମିତି କିଛି ଥାଏ, ଆଉ ଦଉଡ଼ି କିଣା ବିକା ଯେଉଁମାନେ କରିଥାନ୍ତି ଏମିତି କିଛି ଆଣିକି ଆସିଥାନ୍ତି, ଆଉ ଯେଉଁ ମହାଜନ ଯିଏ ସିଏ ଆସିକି ସେଠି ପଇସା ଦେଇଥାଏ। ଆଉ ଆମ ମୟୂରଭଞ୍ଜର କିଛି ଗରିବ ଶ୍ରେଣୀର ଲୋକମାନେ ଦଉଡ଼ି ସବାଇ ଘାସ ଦଉଡ଼ି ବେପାର କରିକି ନିଜ ଜୀବନ ଜୀବିକା ବହୁତ ଭଲ ଭାବରେ ଜୀବନ ପ୍ରଣାଳୀଟାକୁ କରିଥାନ୍ତି। ତ ଏଠି ଦେଖିପାରୁଥିବ ପଛଆଡ଼େ ବହୁତ ମାନେ ଗୋଟେ ଗାଡ଼ି ସେଠି ଲୋଡ଼ ବି ହେଇକି ଅଛି। ଆଉ ଏଠି ମଧ୍ୟ ବହୁତ ଦଉଡ଼ି ଅଛି ଥାକ କରିକି ରଖିଛନ୍ତି। ଯେତେଟା ଖାଲି ଦଉଡ଼ି ଆଉ ସବାଇ ଘାସ ଦଉଡ଼ି ପ୍ରସ୍ତୁତ କେମିତି ଥାଏ ସେଟା ୟୁଟ୍ୟୁବ୍ ଚ୍ୟାନେଲରେ ଯାଇକି ପୁରା ଭିଡ଼ିଓ ଦେଖି ସାରିବେ। ସବାଇ ଘାସର ବୋବେଇ ମାର୍କେଟଟା କିଛି ଏମିତି ରହିଥାଏ। ମାର୍କେଟରୁ ବୋବେଇଟା ନିଆ ହୁଏ, ତାପରେ ଘରେ ଯାଇକି ସେଟା ରେଡ଼ି କରାହୁଏ। ଆଉ ବଜାର ତ ସେଠି ଦେଖିପାରିଲେ କେମିତି ହେଇଥିବ। ଆଉ ସବାଇ ଘାସ ଡାଇରେକ୍ଟ ଇଏଟା ଏମିତି କିଛି ଥାଏ, କେମିତି କିଣା ବିକା ଚାଲିଛି। ଗାଡ଼ି ସେ ଲୋଡ଼ ବି ଅଛି, ଅନଲୋଡ଼ ବି ହେଇଛି। ଏଠି ମହାଜନ ବି ଜଣେ ଅଛନ୍ତି, ଦେଖିପାରୁଥିବେ ବୋବେଇ ହାଟଟା କେମିତି କିଛି ଚାଲିଛି। ହଁ ଚାଲିଛି କମ୍ ସାନଗୁଣ୍ଡାମଣି ହଁ ଚାଲିଛି ବେପାର ଚାଲିଛି। ବେପାର ଭଲ ଚାଲିଛି ସବୁ। ଆଉ ମୟୂରଭଞ୍ଜର କିଛି ଏମିତି ବୋବେଇ ହାଟଟା କିଛି ଏମିତି ଲୁକ୍ ରହିଥାଏ। ହେଲେ ମରିଯିବେ ଲୋକ। ହଁ ହଁ ଖାଲି ବୋବେଇ ହାଟଟା ବେଶୀ ଚାଲିଛି। ବୋବେଇ ନହେଲେ ରୋଜଗାର ବହୁତ କମ୍ ପଡ଼ିଯାଉଛି। ତରକାରୀ ଖାଇତେ ପାଇବେନି। ଏଇଟା ମୟୂରଭଞ୍ଜର ମୁଖ୍ୟ ଜୀବିକାଟା। ମୁଖ୍ୟ ଜୀବିକାଟା ମୟୂରଭଞ୍ଜର ବୋବେଇ ଆଉ ଦଉଡ଼ି। ଆଉ କେବଳ ଏଟା ମୟୂରଭଞ୍ଜରେ ମିଳିବ, ଆଉ ଭାରତରେ କେଇ ଜାଗାରେ ମିଳିବନି। ସବାଇ ଘାସ ଏମିତି ବହୁତ କିଛି କମ୍ ଜୀବିକା ରୋଜଗାର ବଞ୍ଚିଛି। ଆଉ ହାତଶିଳ୍ପୀମାନେ ଯେତିକି କାମ କରିଥାନ୍ତି ତାଙ୍କର ବି କିଛି ବହୁତ କମ୍ ଭାବରେ ରୋଜଗାର ହେଇଥାଏ। ଆଉ ଯେତିକି ବେଶୀ ପରିମାଣରେ ରୋଜଗାର ଥାଏ ସବୁ ଏଇଟା ହେଉଛି ସବାଇ ଘାସ ରୋଜଗାର ଥାଏ। ଆଉ ରହିଲା ଟୁରିଜିମ୍ ପ୍ଲେସ୍ କଥା। ଆମ ମୟୂରଭଞ୍ଜରେ ଟୁରିଷ୍ଟ ପ୍ଲେସ୍ କ'ଣ ବା ନାହିଁ, ଯେମିତି ଅଛି ଶିମିଳିପାଳ ନ୍ୟାସନାଲ୍ ପାର୍କ, ଆଉ ବାରିପଦାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଖିଚିଙ୍ଗ, ସୀତାକୁଣ୍ଡ, ଦେବକୁଣ୍ଡ, ଏମିତି ବହୁତ ସାରା ଟୁରିଷ୍ଟ ପ୍ଲେସ୍ ଅଛି। କିନ୍ତୁ ଟୁରିଷ୍ଟ ପ୍ଲେସ୍ ଥାଇକି ମଧ୍ୟ ଏଠି ରୋଜଗାର ବହୁତ କମ୍ ମିଳୁଛି। କାହିଁକିନା ଆମ ମୟୂରଭଞ୍ଜ ଟୁରିଷ୍ଟ ପ୍ଲେସ୍ ମାନଙ୍କୁ ଯିବା ପାଇଁ ଗମନାଗମନର ବହୁତ ଅସୁବିଧା ରହୁଛି। ଆଉ ସେଠାରେ ଲୋକାଲ୍ ଗାଇଡାନ୍ସର ବି ବହୁତ ଅସୁବିଧା ଅଛି। ଯଦି ଏହିସବୁ ଅସୁବିଧା ଉପରେ କିଛି ପଦକ୍ଷେପ ନିଆଯାଏ ତ ଟୁରିଷ୍ଟ ପ୍ଲେସ୍ ମାନଙ୍କର ରୋଜଗାର ଉପରେ କିଛି ପ୍ରଭାବ ପଡ଼ିବ ବୋଲି ଆଶା ଅଛି। ଆଉ ରହିଲା ସଂସ୍କୃତି, ଆଦିବାସୀ ସଂସ୍କୃତି ହେଉଛି ମୟୂରଭଞ୍ଜ ସଂସ୍କୃତି। ଯଦି ଆଦିବାସୀ ବଞ୍ଚି ରହିବେ ତ ମୟୂରଭଞ୍ଜ ସଂସ୍କୃତି ବି ବଞ୍ଚି ରହିବ। ଆଦିବାସୀମାନଙ୍କର ହସ୍ତକର୍ମ ଆଉ ଆଦିବାସୀମାନଙ୍କର ରୋଜଗାର ଏଇ ଦୁଇଟା ଉପରେ କିଛି ପଦକ୍ଷେପ ନେଲେ ଆଦିବାସୀମାନଙ୍କର ଜୀବନଶୈଳୀ ଉପରେ କିଛି ପ୍ରଭାବ ପଡ଼ିପାରିବ। ଏମିତି କିଛି ଥିଲା ଆମ ମୟୂରଭଞ୍ଜର ଆମ ଅଞ୍ଚଳର ଦୃଶ୍ୟ। ତ ଆସୁ ସମସ୍ତେ ଏକତ୍ରିତ ହେବା ଆଉ ଆମ ମୟୂରଭଞ୍ଜକୁ ଆଗକୁ ନେବା। ଜୟ ମୟୂରଭଞ୍ଜ ଜୟ ଶିମିଳିପାଳ।